ରାସ୍ତା ଦବିଲା ଟ୍ରକ୍ ଓଲଟିଲା। କଟକ ସଦର ବ୍ଲକ ଯଶପଡ଼ା ଗୋପାଳ ସାହିର ସିମେଣ୍ଟ କଂକ୍ରିଟ ରାସ୍ତାରେ ଦୀର୍ଘଦିନ ଧରି ଏକ ସ୍ଥାନରେ ଭୂତଳ ଜଳ ଯୋଗାଣ ପାଇପ୍ ଫାଟି ରାସ୍ତା ଉପରେ ପାଣି ଜମି ରହିଥିବାରୁ ଉକ୍ତ ସ୍ଥାନରେ ଖାଲ ସୃଷ୍ଟି ହୋଇ ରହିଥିଲା। ଏଭଳି ଭାବରେ 6 ମାସରୁ ଅଧିକ ହେବ ରାସ୍ତା ଉପରେ ପାଣି ଜମି ରହିଥିବାରୁ ସିମେଣ୍ଟ କଂକ୍ରିଟ ରାସ୍ତା ମାଟି ତଳୁ ମାଟି ଧୋଇ ହୋଇଯାଇଥିବାରୁ ସୋମବାର ଦିନ ଏକ ଇଟା ବୋଝେଇ ଟ୍ରାକ୍ଟର ଉକ୍ତ ରାସ୍ତା ଦେଇ ଯିବା ସମୟରେ ରାସ୍ତା ଦବି ଯିବାରୁ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟିବା ପୂର୍ବରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଉକ୍ତ ପାଇପଲାଇନ୍ ଫାଟିଯିବାରୁ ଦୀର୍ଘ 6 ମାସରୁ ଅଧିକ ହେବ ଗ୍ରାମର 30ରୁ ଅଧିକ ପରିବାର ଭୂତଳ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। କଟକ ସଦରରୁ ଭୈରବ ଚନ୍ଦ୍ର ସେଠୀଙ୍କ ରିପୋର୍ଟ, ସମ୍ପର୍କ ବାର୍ତ୍ତା ଲାଇଭ୍।